ଏସ୍ରା ଅଧ୍ୟାୟ 6। ତହୁଁ ବାବିଲୋନର ଯେଉଁ ଅଭିଲେଖାଗାରରେ ରାଜକୀୟ ଦପ୍ତରମାନ ସଞ୍ଚୟ କରି ରଖାଯାଇଥିଲା, ସେଠାରେ ତାହାର ସନ୍ଧାନ କରିବା ପାଇଁ ରାଜା ଦାରିୟସ୍ ଆଦେଶ ଦେଲେ। ମେଦିଆ ଦେଶର ରାଜଧାନୀ ଏକବାଥାନାରେ ଏକ ନିର୍ଘଣ୍ଟ ଆବିଷ୍କୃତ ହେଲା। ସେଥିରେ ଏହିପରି ଲିପିବଦ୍ଧ ଥିଲା: ରାଜା ସାଇରସଙ୍କ ରାଜତ୍ୱର ପ୍ରଥମ ବର୍ଷରେ ଜେରୁସାଲେମସ୍ଥ ଦେବାଳୟ ସମ୍ବନ୍ଧରେ ତାଙ୍କ ଦ୍ୱାରା ଜାରି କରାଯାଇଥିବା ଆଦେଶ, ଯେଉଁଠାରେ ନୈବେଦ୍ୟ ତଥା ହୋମବଳି ଉତ୍ସର୍ଗିତ ହୁଏ, ସେ ସ୍ଥାନରେ ଏକ ଆଳୟ ନିର୍ମିତ ହେଉ। ତାହା 60 ହାତ ଉଚ୍ଚ ଓ 60 ହାତ ପ୍ରସ୍ଥ ବିଶିଷ୍ଟ ହେବ। ତାହା 3 ଧାଡ଼ି ବିରାଟ ପଥର ଓ 1 ଧାଡ଼ି ଅରାକାଷ୍ଠରେ ନିର୍ମିତ ହେଉ। ତାହାର ବ୍ୟୟ ରାଜକୀୟ ଭଣ୍ଡାରରୁ ଦିଆଯାଉ। ଜେରୁସାଲେମସ୍ଥ ଦେବାଳୟରୁ ନେବୁଖାଦ୍ନେସର ବାବିଲୋନକୁ ଘେନି ଆସିଥିବା ସମସ୍ତ ସ୍ୱର୍ଣ୍ଣ ତଥା ରୌପ୍ୟ ପାତ୍ରଗୁଡ଼ିକ ଫେରାଇ ଦିଆଯାଉ ଓ ସେ ସମସ୍ତକୁ ଜେରୁସାଲେମସ୍ଥ ଦେବାଳୟକୁ ପୁନରାୟ ଫେରାଇ ନେଇ ସେ ସବୁ ସ୍ୱସ୍ଥାନରେ ସଂସ୍ଥାପିତ ହେଉ। ତୁମେ ସେ ସମସ୍ତକୁ ଈଶ୍ୱରଙ୍କ ଆଳୟ ମଧ୍ୟରେ ରଖିବ। ସୁତରାଂ ନଦୀର ଅପର ପାର୍ଶ୍ୱସ୍ଥ ଅଞ୍ଚଳର ଦେଶାଧିପତି ହେତ୍, ତାତେନାଇ, ସେତାର, ବୋସେନାଇ ଓ ତୁମ ସହ ଉପଦେଶାଧିପତିଗଣ ଦୂରରେ ରୁହ। ଏହି ଦେବାଳୟର ନିର୍ମାଣ ବିରୁଦ୍ଧରେ ତୁମେମାନେ କୌଣସି ପ୍ରତିରୋଧ ସୃଷ୍ଟି କରିବ ନାହିଁ। ଯିହୁଦୀମାନଙ୍କ ଦେଶାଧିପତି ଓ ସେମାନଙ୍କର ବୟୋଜ୍ୟେଷ୍ଠମାନେ ଈଶ୍ୱରଙ୍କ ଆଳୟକୁ ସ୍ୱସ୍ଥାନରେ ନିର୍ମାଣ କରନ୍ତୁ। ଆହୁରି ମଧ୍ୟ ଈଶ୍ୱରଙ୍କ ଏହି ଆଳୟର ପୁନଃନିର୍ମାଣ ପାଇଁ ତୁମମାନଙ୍କୁ ଯାହା କରିବା ଉଚିତ, ସେ ସମ୍ବନ୍ଧରେ ମୁଁ ଏହି ନିର୍ଦ୍ଦେଶନାମା ଘୋଷଣା କରେ ଯେ, ୟୁଫ୍ରେଟିସ୍ ନଦୀର ଅପର ପାର୍ଶ୍ୱସ୍ଥ ଅଞ୍ଚଳରୁ ଆଦାୟ କରି ରାଜକୀୟ ଭଣ୍ଡାରରେ ଯେଉଁ ଭେଟି ସଞ୍ଚିତ ହୁଏ, ସେଥିରୁ ତୁମେମାନେ ସେହି ଆଳୟର ନିର୍ମାଣ ପାଇଁ ଆବଶ୍ୟକ ସମ୍ପୂର୍ଣ୍ଣ ବ୍ୟୟ ଅବିଳମ୍ବେ ଯିହୁଦୀମାନଙ୍କର ବୟୋଜ୍ୟେଷ୍ଠମାନଙ୍କୁ ପ୍ରଦାନ କରିବ। ସେମାନଙ୍କ ଦ୍ୱାରା ଆବଶ୍ୟକ ସମସ୍ତ ପଦାର୍ଥ, ଅର୍ଥାତ୍ ସ୍ୱର୍ଗସ୍ଥ ଈଶ୍ୱରଙ୍କ ପ୍ରତି ହୋମବଳି ଉତ୍ସର୍ଗ କରିବା ପାଇଁ ଆବଶ୍ୟକ ଗୋବତ୍ସ, ପୁଙ୍ଗମେଷ କିମ୍ବା ଛାଗ ଓ ଜେରୁସାଲେମସ୍ଥ ଯାଜକମାନଙ୍କ ପାଇଁ ଆବଶ୍ୟକ ଗହମ, ଲବଣ, ଦ୍ରାକ୍ଷାରସ, ତୈଳ ପ୍ରଭୃତି ଯେକୌଣସି ଦ୍ରବ୍ୟ ତୁମେମାନେ ତ୍ରୁଟି ବିହୀନେ ସେମାନଙ୍କୁ ଦେବ। ସେହିପରି ସେମାନେ ସ୍ୱର୍ଗସ୍ଥ ଈଶ୍ୱରଙ୍କ ପ୍ରତି ପ୍ରତୀକର ନୈବେଦ୍ୟ ଗୁଡ଼ିକ ଉତ୍ସର୍ଗ କରନ୍ତୁ ଓ ରାଜା ତଥା ତାଙ୍କ ପୁତ୍ରମାନଙ୍କର ଦୀର୍ଘାୟୁଷ ପାଇଁ ପ୍ରାର୍ଥନା କରନ୍ତୁ। ମୁଁ ଅନ୍ୟ ଏକ ନିର୍ଦ୍ଦେଶନାମା ମଧ୍ୟ ଘୋଷଣା କରେ ଯେ, କେହି ଯଦି ଏହି ଆଦେଶର ଅନୁଗତ ନ ହୁଏ, ତେବେ ତାର ଗୃହରୁ ଗୋଟିଏ ଅରାକାଷ୍ଠ ନେଇ ତାକୁ ସେଥିରେ ଶୂଳୀବଦ୍ଧ କର। ଏହି ଆଦେଶକୁ ଲଙ୍ଘନ କରିବା କିମ୍ବା ଜେରୁସାଲେମସ୍ଥ ଈଶ୍ୱରଙ୍କ ଆଳୟକୁ ବିନାଶ କରିବା ପାଇଁ କୌଣସି ରାଜା କିମ୍ବା ଜାତି ଯଦି ଉଦ୍ୟତ ହୁଅନ୍ତି, ତେବେ ଯିଏ ନିଜ ନାମକୁ ସେଠାରେ ସ୍ଥାପନ କରିବା ପାଇଁ ସଦୟ ହୋଇଛନ୍ତି, ସେହି ଈଶ୍ୱର ସେମାନଙ୍କୁ ବିଧ୍ୱସ୍ତ କରନ୍ତୁ। ମୁଁ ଦାରିୟସ୍ ଏହି ନିର୍ଦ୍ଦେଶନାମା ଘୋଷଣା କରେ। ମନୋଯୋଗ ସହକାରେ ଏହା କାର୍ଯ୍ୟକାରୀ ହେଉ। ଦେବାଳୟର ପ୍ରତିଷ୍ଠା। ରାଜା ଦାରିୟସଙ୍କ ଦ୍ୱାରା ଉଲ୍ଲିଖିତ ବାକ୍ୟ ଅନୁସାରେ ୟୁଫ୍ରେଟିସ୍ ନଦୀର ଅପର ପାର୍ଶ୍ୱସ୍ଥ ଅଞ୍ଚଳର ଦେଶାଧିପତି ତତେନାଇ, ସେତାର, ବୋସେନାଇ ଓ ସେମାନଙ୍କର ସହଚରମାନେ ରାଜା ଦାରିୟସଙ୍କ ଆଦେଶକୁ ମନୋଯୋଗ ପୂର୍ବକ କାର୍ଯ୍ୟକାରୀ କଲେ।
ପ୍ରବକ୍ତା ହାଗାଇ ଓ ଇଦର ପୁତ୍ର ସେଖାରିଆଙ୍କ ପ୍ରବଚନ ପ୍ରଚାର ମାଧ୍ୟମରେ ଯିହୁଦୀମାନଙ୍କ ବୟୋଜ୍ୟେଷ୍ଠମାନେ ଆଳୟର ନିର୍ମାଣ କାର୍ଯ୍ୟରେ ଅଗ୍ରସର ହେଲେ। ଇସ୍ରାଏଲର ଈଶ୍ୱରଙ୍କ ଆଦେଶ ଓ ପାରସ୍ୟର ରାଜାଗଣ ସାଇରସ୍, ଦାରିୟସ୍ ଓ ଆର୍ତାକ୍ସେର୍ସେସଙ୍କ ନିର୍ଦ୍ଦେଶନାମା ମୁତାବକ ସେମାନେ ଦେବାଳୟର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କଲେ। ରାଜା ଦାରିୟସଙ୍କ ରାଜତ୍ୱର ଷଷ୍ଠ ବର୍ଷର ଆଦାର ମାସର ତୃତୀୟ ଦିବସରେ ଦେବାଳୟର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା। ଇସ୍ରାଏଲ ଜନତା, ଯାଜକ ବୃନ୍ଦ, ଲେବୀୟମାନେ ଓ ପ୍ରବାସ ଜୀବନ ପରେ ପ୍ରତ୍ୟାବର୍ତ୍ତିତ ସମସ୍ତ ପ୍ରବାସୀ ସାନନ୍ଦରେ ଈଶ୍ୱରଙ୍କ ଆଳୟର ପ୍ରତିଷ୍ଠା କର୍ମ ପାଳନ କଲେ। ଦେବାଳୟର ପ୍ରତିଷ୍ଠା ଦିବସରେ ସେମାନେ 100 ବଳଦ, 200 ପୁଂ ମେଷ ଓ 400 ମେଷଶାବକ ଉତ୍ସର୍ଗ କଲେ ଓ ଇସ୍ରାଏଲୀୟ ଜନତା ନିମନ୍ତେ ପାପ ପରିହାର ବଳି ସଦୃଶ ଇସ୍ରାଏଲୀୟ ଗୋଷ୍ଠୀ ସମୂହର ସଂଖ୍ୟାନୁସାରେ 12 ଗୋଟି ପୁଂ ଛାଗକୁ ମଧ୍ୟ ସେମାନେ ଉତ୍ସର୍ଗ କଲେ। ମୋଶେସଙ୍କ ବିଧାନ ଗ୍ରନ୍ଥରେ ଲିପିବଦ୍ଧ ଥିବା ଅନୁଯାୟୀ ଜେରୁସାଲେମରେ ଈଶ୍ୱରଙ୍କ ସେବା କାର୍ଯ୍ୟ କରିବା ପାଇଁ ସେମାନେ ଯାଜକମାନଙ୍କୁ ଦଳ ବିଭାଗ ଓ ଲେବୀୟମାନଙ୍କୁ ପାଳି ଅନୁସାରେ ନିୟୋଜିତ କଲେ। ପାସ୍କା ଉତ୍ସବ। ପ୍ରତ୍ୟାବର୍ତ୍ତିତ ପ୍ରବାସୀମାନେ ପ୍ରଥମ ମାସର ଚତୁର୍ଦ୍ଦଶ ଦିବସରେ ପାସ୍କା ଉତ୍ସବ ପାଳନ କଲେ। କାରଣ ଯାଜକ ଓ ଲେବୀୟମାନେ ସମ୍ମିଳିତ ଭାବେ ନିଜ ନିଜକୁ ଶୁଦ୍ଧପୂତ କରିଥିଲେ, ତେଣୁ ସେମାନେ ଶୁଦ୍ଧ ଥିଲେ। ଅତଏବ ସେମାନେ ନିଜ ନିଜ ପାଇଁ ଓ ସହଯାଜକ ତଥା ପ୍ରତ୍ୟାବର୍ତ୍ତିତ ପ୍ରବାସୀମାନଙ୍କ ନିମନ୍ତେ ପାସ୍କା ମେଷଶାବକକୁ ନିଧନ କଲେ। ପ୍ରବାସୀ ଜୀବନରୁ ଫେରି ଆସିଥିବା ଇସ୍ରାଏଲୀୟ ଜନତା ଓ ପ୍ରଭୁ ଇସ୍ରାଏଲର ଈଶ୍ୱରଙ୍କୁ ଆରାଧନା କରିବା ନିମନ୍ତେ ଦେଶବାସୀ ଲୋକମାନଙ୍କ ଘୃଣ୍ୟ କର୍ମାବଳୀରୁ ନିଜକୁ ପୃଥକ କରିଥିବା ବ୍ୟକ୍ତି ସମୂହ ତାହା ଭକ୍ଷଣ କଲେ। ସେମାନେ ତାଡ଼ି ରହିତ ରୁଟିର ମହୋତ୍ସବ ସାନନ୍ଦରେ 7 ଦିନ ବ୍ୟାପୀ ପାଳନ କଲେ। କାରଣ ଇସ୍ରାଏଲର ଈଶ୍ୱରଙ୍କ ଆଳୟର ନିର୍ମାଣ ପାଇଁ ଆସିରିଆର ରାଜା ଯେପରି ସେମାନଙ୍କ ସହାୟକ ହୁଅନ୍ତି, ସେଥିପାଇଁ ପ୍ରଭୁ ତାଙ୍କର ମନକୁ ସେମାନଙ୍କ ସପକ୍ଷରେ ଫେରାଇଥିଲେ ଓ ସେହିପରି ପ୍ରଭୁ ସେମାନଙ୍କୁ ଆନନ୍ଦରେ ପରିପୂର୍ଣ୍ଣ କଲେ। ଅଧ୍ୟାୟ 7। ଜେରୁସାଲେମକୁ ଏସ୍ରାଙ୍କ ଆଗମନ। ଏହାପରେ ପାରସ୍ୟର ରାଜା ଆର୍ତାକ୍ସେରଙ୍କ ରାଜତ୍ୱରେ ଏସ୍ରା ବାବିଲୋନିଆରୁ ଯାତ୍ରା କଲେ। ଏହି ଏସ୍ରା ସେରାଇୟା ଆସାରିଆର ଓ ଆସାରିଆ ହିଲ୍କିୟାର ପୁତ୍ର ଥିଲେ। ହିଲ୍କିୟା ସାଲୁମର, ସାଲୁମ ସାଦକର, ସାଦକ আহিତୁବ୍ର ପୁତ୍ର ଥିଲେ। আহিତୁବ୍ ଆମାରିଆର, ଆମାରିଆ ଆସାରିଆର ଓ ଆସାରିଆ ମେରାଇୟତର ପୁତ୍ର ଥିଲେ। ମେରାଇୟତ ସେରାହିୟାର, ସେରାହିୟା ଉସ୍ସିର ଓ ଉସ୍ସି ବୁକିର ପୁତ୍ର ଥିଲେ। ବୁକି ଆବିସୁଆର, ଆବିସୁଆ ଫିନେହାସର, ଫିନେହାସ ଏଲେଆସାରର ଓ ଏଲେଆସାର ମହାଯାଜକ ଆରୋନଙ୍କ ପୁତ୍ର ଥିଲେ। ପ୍ରଭୁ ଇସ୍ରାଏଲର ଈଶ୍ୱରଙ୍କ ଦ୍ୱାରା ପ୍ରଦତ୍ତ ମୋଶେସଙ୍କ ବିଧିବିଧାନରେ ଅଭିଜ୍ଞ ଜଣେ ଧର୍ମଶାସ୍ତ୍ରୀ ଥିଲେ। ଏହି ଏସ୍ରା ପ୍ରଭୁ ତାଙ୍କ ଈଶ୍ୱରଙ୍କ ହସ୍ତ ତାଙ୍କର ସହବର୍ତ୍ତୀ ଥିଲା ଯୋଗୁଁ ଯେ ସମସ୍ତ ବିଷୟ ପାଇଁ ସେ ରାଜାଙ୍କ ନିକଟରେ ପ୍ରାର୍ଥନା କଲେ, ରାଜା ସେ ସମସ୍ତ ତାଙ୍କୁ ପ୍ରଦାନ କଲେ।
ରାଜା ଆର୍ତ୍ତାକ୍ସେସରଙ୍କ ରାଜତ୍ୱର 7ମ ବର୍ଷରେ କେତେଜଣ ଇସ୍ରାଏଲୀୟ ଜନତା, ଯାଜକ ତଥା ଲେବୀୟମାନେ, ଗାୟକ, ଦ୍ୱାରରକ୍ଷୀ ଓ ଦେବାଳୟର ସେବକ ମଧ୍ୟ ଏସ୍ରାଙ୍କ ଗହଣରେ ଜେରୁସଲେମକୁ ଯାତ୍ରା କଲେ। ରାଜାଙ୍କ ରାଜତ୍ୱର 7ମ ବର୍ଷର 5ମ ମାସରେ ସେ ଜେରୁସଲେମରେ ଆସି ପହଞ୍ଚିଲେ। ଈଶ୍ୱରଙ୍କ ଉତ୍ତମ ହସ୍ତ ତାଙ୍କର ସହବର୍ତ୍ତୀ ଥିଲା। ତେଣୁ ପ୍ରଥମ ମାସର ପ୍ରଥମ ଦିବସରେ ବାବିଲୋନିଆରୁ ଯାତ୍ରା ଆରମ୍ଭ କରି 5ମ ମାସର ପ୍ରଥମ ଦିବସରେ ସେ ଜେରୁସଲେମରେ ଆସି ପହଞ୍ଚିଥିଲେ। ପ୍ରଭୁଙ୍କ ବିଧିବିଧାନକୁ ପଠନ କରିବା, ତାହାକୁ କାର୍ଯ୍ୟକାରୀ କରିବା ଓ ତାହାଙ୍କର ନିୟମ ତଥା ଅଧ୍ୟାଦେଶ ଗୁଡ଼ିକ ସମ୍ବନ୍ଧରେ ଇସ୍ରାଏଲୀୟମାନଙ୍କୁ ଶିକ୍ଷା ଦେବା ଏସ୍ରାଙ୍କ ମନୋନିବେଶ କରିଥିଲେ। ଇସ୍ରାଏଲ ପାଇଁ ପ୍ରଭୁ ପ୍ରଦତ୍ତ ଆଜ୍ଞା ତଥା ନିୟମାବଳୀରେ ଶିକ୍ଷାପ୍ରାପ୍ତ ଧର୍ମଶାସ୍ତ୍ରୀ ତଥା ଯାଜକ ଏସ୍ରାଙ୍କୁ ରାଜା ଆର୍ତ୍ତକ୍ସେସରଙ୍କ ପ୍ରଦାନ କରିଥିବା ପତ୍ରଟିର ଏକ ନକଲ ଏହା ରାଜାଧିରାଜା ଆର୍ତ୍ତାକ୍ସେସର ସ୍ୱର୍ଗସ୍ଥ ଈଶ୍ୱରଙ୍କ ବିଧାନରେ ଅଭିଜ୍ଞ ଧର୍ମଶାସ୍ତ୍ରୀ ତଥା ଯାଜକ ଏସ୍ରାଙ୍କୁ ଲେଖିବା ପତ୍ର ଏହା ଯେ, ମୋ ରାଜ୍ୟରେ ଅବସ୍ଥାନ କରିଥିବା ଇସ୍ରାଏଲୀୟମାନେ କିମ୍ବା ସେମାନଙ୍କର ଯାଜକ ତଥା ଲେବୀୟମାନଙ୍କ ମଧ୍ୟରୁ କେହି ଯଦି ସ୍ୱେଚ୍ଛାନୁଯାୟୀ ଜେରୁସଲେମକୁ ଯାତ୍ରା କରିବା ପାଇଁ ଆଶା ପୋଷଣ କରେ, ତେବେ ମୁଁ ଏକ ନିର୍ଦ୍ଦେଶନାମା ଘୋଷଣା କରେ ଯେ ସେ ତୁମର ସଙ୍ଗରେ ପ୍ରସ୍ଥାନ କରୁ। ତୁମମାନଙ୍କ ଈଶ୍ୱର ତୁମକୁ ପ୍ରଦାନ କରିଥିବା ବିଧାନ ଅନୁଯାୟୀ ଜୁଦା ଓ ଜେରୁସଲେମ ସମ୍ପର୍କରେ ସମସ୍ତ ବିଷୟର ସନ୍ଧାନ କରିବା, ଜେରୁସଲେମରେ ଅବସ୍ଥିତ ଇସ୍ରାଏଲର ଈଶ୍ୱରଙ୍କ ଉଦ୍ଦେଶ୍ୟରେ ରାଜା ଓ ତାଙ୍କର ସପ୍ତ ଉପଦେଷ୍ଟା ସ୍ୱେଚ୍ଛାନୁଯାୟୀ ଅର୍ପଣ କରିଥିବା ରୌପ୍ୟ ତଥା ସ୍ୱର୍ଣ୍ଣକୁ ଘେନିଯିବା ଓ ବାବିଲୋନୀୟ ଅଞ୍ଚଳରୁ ତୁମମାନଙ୍କୁ ପ୍ରାପ୍ତ ସମସ୍ତ ରୌପ୍ୟ ତଥା ସ୍ୱର୍ଣ୍ଣ ଓ ଜେରୁସଲେମସ୍ଥ ସେମାନଙ୍କର ଆଳୟ ଉଦ୍ଦେଶ୍ୟରେ ଜନତା ତଥା ଯାଜକମାନେ ଅର୍ପଣ କରିଥିବା ସ୍ୱେଚ୍ଛାମୂଳକ ଉପହାରଗୁଡ଼ିକ ଘେନିଯିବା ପାଇଁ ତୁମେ ରାଜା ଓ ତାଙ୍କର 7 ଜଣ ଉପଦେଷ୍ଟାଙ୍କ ଦ୍ୱାରା ପ୍ରେରିତ ହୋଇଅଛ। ଏହି ଅର୍ଥ ବିନିଯୋଗ କରି ବଳଦ, ମେଷ ଶାବକଗୁଡ଼ିକ ଓ ସେ ସମସ୍ତ ସହ ଅର୍ପିତ ହେବାକୁ ଥିବା ଶସ୍ୟ ବଳି ତଥା ପାନୀୟ ବଳି ପାଇଁ ଆବଶ୍ୟକ ପଦାର୍ଥ କ୍ରୟ କରି ଜେରୁସଲେମରେ ଥିବା ଈଶ୍ୱରଙ୍କ ଆଳୟରେ ସ୍ଥାପିତ ବଳିପୀଠ ଉପରେ ତୁମେ ଉତ୍ସର୍ଗ କରିବ। ଅବଶିଷ୍ଟ ରୌପ୍ୟ ତଥା ସ୍ୱର୍ଣ୍ଣକୁ ତୁମ ଈଶ୍ୱରଙ୍କ ଅଭିଷ୍ଟ ଅନୁଯାୟୀ ଯାହା ତୁମେ ଓ ତୁମ ଭ୍ରାତାମାନେ ଉତ୍ତମ ମନେ କରିବ, ସେଥିପାଇଁ ତୁମେ ଉପଯୋଗ କରିପାରିବ। ତୁମ ଈଶ୍ୱରଙ୍କ ଆଳୟର ସେବା କାର୍ଯ୍ୟ ପାଇଁ ତୁମ ହସ୍ତରେ ପ୍ରଦତ୍ତ ପାତ୍ରଗୁଡ଼ିକୁ ତୁମେ ଜେରୁସଲେମର ଈଶ୍ୱରଙ୍କ ସନ୍ନିଧାନରେ ସମର୍ପଣ କରିବ। ତୁମ ଈଶ୍ୱରଙ୍କ ଆଳୟ ପାଇଁ ଅନ୍ୟ କୌଣସି ପଦାର୍ଥ ଯଦି ଆବଶ୍ୟକ ହୁଏ, ତେବେ ଆବଶ୍ୟକ କ୍ଷେତ୍ରରେ ତୁମେ ସେଥିପାଇଁ ରାଜଭଣ୍ଡାରରୁ ଅର୍ଥ ନେଇପାରିବ। ମୁଁ ରାଜା ଆର୍ତ୍ତାକ୍ସେସ ୟୁଫ୍ରେଟିସ୍ ନଦୀର ଅପର ପାର୍ଶ୍ୱସ୍ଥ ଅଞ୍ଚଳର ରାଜଭଣ୍ଡାରର ରକ୍ଷୀମାନଙ୍କ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦେଶନାମା ଘୋଷଣା କରେ ଯେ, ସ୍ୱର୍ଗସ୍ଥ ଈଶ୍ୱରଙ୍କ ବିଧିବିଧାନରେ ଅଭିଜ୍ଞ ଧର୍ମଶାସ୍ତ୍ରୀ ତଥା ଯାଜକ ଏସ୍ରା ଯେଉଁ ସମସ୍ତ ପଦାର୍ଥ ତୁମମାନଙ୍କ ନିକଟରୁ ପାଇବା ପାଇଁ ଇଚ୍ଛା ପ୍ରକାଶ କରିବ, ସେ ସମସ୍ତ ବସ୍ତୁକୁ 100 ତାଲେଣ୍ଟ ରୌପ୍ୟ ପର୍ଯ୍ୟନ୍ତ, 100 କର ପର୍ଯ୍ୟନ୍ତ ଗହମ, 100 ବାତ ପର୍ଯ୍ୟନ୍ତ ଦ୍ରାକ୍ଷାରସ ତଥା ତୈଳ ଓ ଅପମିଶ୍ରିତ ଲବଣ ତୁମେମାନେ ତାଙ୍କୁ ଅଭିନିବେଶକ ପୂର୍ବକ ପ୍ରଦାନ କରିବ।
ରାଜ୍ୟ, ରାଜା ଓ ରାଜପୁତ୍ରମାନଙ୍କ ଉପରେ ସ୍ୱର୍ଗସ୍ଥ ଈଶ୍ୱରଙ୍କ କ୍ରୋଧ ଯେପରି ନିପତିତ ନ ହୁଏ, ସେଥିପାଇଁ ଯାହା ତାହାଙ୍କ ଦ୍ୱାରା ଆଜ୍ଞାପିତ, ତାହା ସ୍ୱର୍ଗସ୍ଥ ଈଶ୍ୱରଙ୍କ ଆଳୟ ପାଇଁ ପୂର୍ଣ୍ଣ ପରିମାଣରେ ଦେବାକୁ ତୁମେମାନେ ମନୋଯୋଗୀ ହେବ। ଆମେ ତୁମମାନଙ୍କୁ ଜଣାଉଅଛୁ ଯେ ଯାଜକ, ଲେବୀୟ, ଗାୟକ, ଦ୍ୱାରରକ୍ଷୀ, ଦେବାଳୟର ସେବକ ତଥା ଅନ୍ୟ କୌଣସି ସେବକମାନଙ୍କ ମଧ୍ୟରୁ କାହାରି ଉପରେ ଭେଟି, କର କିମ୍ବା ଶୁଳକ ବସାଇବା ଅବୈଧ। ହେ ଏସ୍ରା, ତୁମ ଈଶ୍ୱର ତୁମକୁ ପ୍ରଦାନ କରିଥିବା ପ୍ରଜ୍ଞା ମୁତାବକ ନଦୀର ଅପର ପାର୍ଶ୍ୱସ୍ଥ ଅଞ୍ଚଳବାସୀମାନଙ୍କ ପ୍ରତି ନ୍ୟାୟ ବିଚାର କରିବା ପାଇଁ ତୁମ ଈଶ୍ୱରଙ୍କ ବିଧିବିଧାନ ବିଷୟରେ ଅଭିଜ୍ଞ ବ୍ୟକ୍ତିମାନଙ୍କୁ ତୁମେ ଶାସନକର୍ତ୍ତା ତଥା ନ୍ୟାୟାଧୀଶ ରୂପେ ନିୟୋଜିତ କରିବ ଓ ଯେଉଁମାନେ ସେହି ବିଷୟରେ ଅଜ୍ଞ, ତୁମେ ସେମାନଙ୍କୁ ଶିକ୍ଷା ଦେବ। ଯେଉଁମାନେ ତୁମ ଈଶ୍ୱରଙ୍କ ବିଧିବିଧାନର ଅନୁଗତ ନ ହୁଅନ୍ତି କିମ୍ବା ରାଜାଙ୍କ ଆଦେଶ ଲଙ୍ଘନ କରନ୍ତି, ସେମାନଙ୍କ ପ୍ରତି ଯଥୋଚିତ ଶାସ୍ତି ବିଧାନ କରାଯାଉ। ସେମାନଙ୍କୁ ପ୍ରାଣଦଣ୍ଡାଜ୍ଞା, ଦେଶରୁ ବିତାଡ଼ନ, ସେମାନଙ୍କ ସମ୍ପଦକୁ ବାଜ୍ୟାପ୍ତ କିମ୍ବା ସେମାନଙ୍କୁ କାରାରୁଦ୍ଧ କରିପାରିବ। ଜେରୁସାଲେମସ୍ଥ ପ୍ରଭୁଙ୍କ ଆଳୟକୁ ସୁରମ୍ୟ ରୂପେ ନିର୍ମାଣ କରିବା ପାଇଁ ରାଜାଙ୍କ ଅନ୍ତରରେ ଏପରି ମନୋଭାବ ସୃଷ୍ଟି କରିଥିବା ପ୍ରଭୁ ଆମ ପିତୃପୁରୁଷମାନଙ୍କ ଈଶ୍ୱର ଧନ୍ୟ ହୁଅନ୍ତୁ। ରାଜା ତାଙ୍କର ଉପଦେଷ୍ଟାଗଣ ଓ ଶକ୍ତିଶାଳୀ କର୍ମଚାରୀମାନଙ୍କ ସମ୍ମୁଖରେ ପ୍ରଭୁ ମୋ ପାଇଁ ତାହାଙ୍କର ନିରନ୍ତର କରୁଣା ପ୍ରଦର୍ଶନ କଲେ। ପ୍ରଭୁ ମୋର ଈଶ୍ୱରଙ୍କ ହସ୍ତ ମୋର ସହବର୍ତ୍ତୀ ଥିବା ଯୋଗୁଁ ମୁଁ ସାହସ ସଞ୍ଚୟ କଲି ଓ ମୋ ଗହଣରେ ଯାତ୍ରା କରିବା ପାଇଁ ଇସ୍ରାଏଲୀୟ ନେତାଙ୍କୁ ମୁଁ ଏକତ୍ରିତ କଲି। ଅଧ୍ୟାୟ 8। ଏସ୍ରାଙ୍କ ସହଯାତ୍ରୀଗଣ। ରାଜା ଆର୍ତ୍ତାକ୍ସେସଙ୍କ ରାଜତ୍ୱରେ ମୋ ସହ ବାବିଲନରୁ ଯାତ୍ରା କରିଥିବା ପିତୃକୁଳପତିମାନେ ଓ ସେମାନଙ୍କ ବଂଶାବଳୀ ଏହା: ଫିନେହାସ ବଂଶଜ ଗେର୍ଶମ, ଇଥାମାର ବଂଶଜ ଦାନିଏଲ, ଦାବିଦଙ୍କ ବଂଶଜ ହାତୁସ, ସେକାନୀୟ ବଂଶଜ ମଧ୍ୟରୁ ପାରସ ବଂଶଜ ସେଖାରିଆ ଓ ତା ସହ ତାଲିକାଭୁକ୍ତ ହୋଇଥିବା 150 ଜଣ। ପାହାତ ମୋଆବ ବଂଶଜ ସେରାହିୟାର ପୁତ୍ର ଏଲିଆଏନ ଓ ତାର ସହବର୍ତ୍ତୀ 200 ଜଣ। ସାତୁ ବଂଶଜ ଯାହାସିଏଲର ପୁତ୍ର ସେକାନିଆ ଓ ତାର ସହବର୍ତ୍ତୀ 300 ଜଣ। ଆଦିନ ବଂଶଜ ଜନାଥାନର ପୁତ୍ର ଏବେନ ଓ ତାର ସହବର୍ତ୍ତୀ 50 ଜଣ। ଏଲାମ ବଂଶଜ ଆତାଲିଆର ପୁତ୍ର ଜେସାଇୟା ଓ ତାର ସହବର୍ତ୍ତୀ 70 ଜଣ। ସେଫାତିଆ ବଂଶଜ ମିଖାଏଲର ପୁତ୍ର ସେବାଦିଆ ଓ ତାର ସହବର୍ତ୍ତୀ 80 ଜଣ। ଯୋଆବ ବଂଶଜ ଜେହିଏଲର ପୁତ୍ର ଅବାଦିଆ ଓ ତାର ସହବର୍ତ୍ତୀ 218 ଜଣ। ବାନି ବଂଶଜ ଜୋସିପିଆର ପୁତ୍ର ଜେଲୋମିତ ଓ ତାର ସହବର୍ତ୍ତୀ 160 ଜଣ। ବେବାଇ ବଂଶଜ ବେବାଇର ପୁତ୍ର ସେଖାରିଆ ଓ ତାର ସହବର୍ତ୍ତୀ 28 ଜଣ। ଆସଗାଦ ବଂଶଜ ହାକାଥାନର ପୁତ୍ର ଯୋହାନାନ ଓ ତାର ସହବର୍ତ୍ତୀ 110 ଜଣ। ଆଦୋନିକାମ ବଂଶଜ ଏଲିଫେଲେତ, ଜେଉଏଲ
ଓ ସେମାଇୟା ଓ ସେମାନଙ୍କର ସହବର୍ତ୍ତୀ 60 ଜଣ ଏମାନେ ସ୍ୱଳ୍ପ ସମୟ ପରେ ଆସିଲେ। ବିଗବାଇ ବଂଶଜ ଉଥାଇ ଓ ସାକୁର ଏବଂ ସେମାନଙ୍କର ସହବର୍ତ୍ତୀ 70 ଜଣ। ଏ ସମସ୍ତଙ୍କୁ ଆହାବା ଅଭିମୁଖେ ପ୍ରବାହିତ ନଦୀ ସମୀପରେ ମୁଁ ଏକତ୍ରିତ କଲି ଓ ଆମେ ସେଠାରେ 3 ଦିନ ଧରି ଛାଉଣି ପକାଇଲୁ। ଜନତା ଓ ଯାଜକମାନଙ୍କୁ ଲକ୍ଷ୍ୟ କରି ମୁଁ ଦେଖିବାକୁ ପାଇଲି ଯେ ସେମାନଙ୍କ ମଧ୍ୟରେ ଲେବୀୟ ବଂଶଜ କୌଣସି ବ୍ୟକ୍ତି ନାହାନ୍ତି। ତେଣୁ ଏଲିଏସର, ଆରିଏଲ, ସେମାଇୟା, ଏଲନାଥାନ, ଜାରିବ, ଏଲନାଥାନ, ନାଥାନ, ସେଖାରିୟା, ମେସୁଲାମ ପ୍ରଭୃତି ନେତାଗଣ ଓ ଜୋୟାରିବ, ଏଲନାଥାନ ପ୍ରଭୃତି ଅନ୍ତର୍ଦୃଷ୍ଟି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଡକାଇବା ପାଇଁ ମୁଁ ଲୋକ ପଠାଇଲି। ତତ୍ପରେ ମୁଁ ସେମାନଙ୍କୁ କାସିଫିଆ ଅଞ୍ଚଳବାସୀ ନେତା ଇଦୋ ନିକଟକୁ ପଠାଇଲି। ଆମ ଈଶ୍ୱରଙ୍କ ଆଳୟରେ ସେବା କାର୍ଯ୍ୟ କରିବା ପାଇଁ ଆବଶ୍ୟକ ସେବକମାନଙ୍କୁ ପଠାଇବା ଉଦ୍ଦେଶ୍ୟରେ କାସିଫିଆ ଅଞ୍ଚଳବାସୀ ଇଦୋ ଓ ତାର ସହବର୍ତ୍ତୀ ଦେବାଳୟ ସେବକ ଭ୍ରାତାମାନଙ୍କୁ କହିବା ପାଇଁ ମୁଁ ସେମାନଙ୍କୁ ପଠାଇଲି। ଆମ ସହବର୍ତ୍ତୀ ଈଶ୍ୱରଙ୍କ କରୁଣାପୂର୍ଣ୍ଣ ଅନୁଗ୍ରହ ବଳରେ ଇସ୍ରାଏଲଙ୍କ ପୈତ୍ର ତଥା ଲେବୀଙ୍କ ପୁତ୍ର ମାହ୍ଲି ବଂଶଜ ଏକ ବିଜ୍ଞ ବ୍ୟକ୍ତି ସେରେବିୟା ଓ ତାର ପୁତ୍ର ଏବଂ ଭ୍ରାତାମାନଙ୍କ ସମେତ 18 ଜଣ ବ୍ୟକ୍ତିଙ୍କୁ ସେମାନେ ନିଜ ସହ ନେଇ ଆସିଲେ। ସେମାନଙ୍କ ବ୍ୟତୀତ ମେରାରୀ ବଂଶଜ ହାସାବିୟା, ଜେସାଇୟା ଓ ସେମାନଙ୍କର ଭ୍ରାତ ଓ ପୁତ୍ରଗଣ ସମେତ 20 ଜଣ ବ୍ୟକ୍ତି ଏବଂ ଲେବୀୟମାନଙ୍କ ସହାୟକ ହେବା ପାଇଁ ଦାବିଦ ଓ ତାଙ୍କର କର୍ମଚାରୀମାନଙ୍କ ଦ୍ୱାରା ନିୟୋଜିତ ହୋଇଥିବା 220 ଜଣ ଦେବାଳୟ ସେବକମାନଙ୍କୁ ମଧ୍ୟ ସେମାନେ ସଙ୍ଗରେ ନେଇ ଆସିଲେ। ଏମାନେ ସମସ୍ତେ ନିଜ ନିଜ ନାମରେ ତାଲିକାଭୁକ୍ତ ହୋଇଛନ୍ତି। ଈଶ୍ୱରଙ୍କ ସନ୍ନିଧାନରେ ଆମମାନଙ୍କୁ ବିନମ୍ର କରି ଆମ ସନ୍ତାନଗଣ ଓ ବସ୍ତୁ ପଦାର୍ଥ ସହ ଆମର ଯାତ୍ରା ପଥରେ ଆମମାନଙ୍କୁ ଏକ ସୁଗମ ପଥ ପ୍ରଦାନ କରିବା ସକାଶେ ଈଶ୍ୱରଙ୍କ ନିକଟରେ ଭିକ୍ଷା କରିବା ପାଇଁ ଆମେ ଆହାବା ନଦୀତଟ ଦେଶରେ ଗୋଟିଏ ଉପବାସ ଦିନ ଘୋଷଣା କଲୁ। କାରଣ ଈଶ୍ୱରଙ୍କ ସନ୍ଧାନକାରୀମାନଙ୍କର କୁଶଳ ସାଧନ କରିବା ପାଇଁ ଈଶ୍ୱରଙ୍କ ହସ୍ତ ସେମାନଙ୍କ ସହବର୍ତ୍ତୀ ହୋଇ ରହିଛି ଓ ତାଙ୍କର ଉପେକ୍ଷାକାରୀମାନଙ୍କ ବିରୁଦ୍ଧରେ ତାହାଙ୍କର କ୍ରୋଧାଗ୍ନି ପ୍ରଜ୍ୱଳିତ ହେବ। ମୁଁ ରାଜାଙ୍କୁ ଏହା କହିଥିବା ଯୋଗୁଁ ଯାତ୍ରା ପଥରେ ଶତ୍ରୁ ହସ୍ତରୁ ଆମକୁ ସଂରକ୍ଷଣ କରିବା ପାଇଁ ରାଜାଙ୍କ ତରଫରୁ ଏକ ସୈନିକ ତଥା ଅଶ୍ୱାରୋହୀ ଦଳକୁ ଦାବି କରିବା ପାଇଁ ମୁଁ ଲଜ୍ଜିତ ଥିଲି। ସୁତରାଂ ଉପବାସ ପୂର୍ବକ ଆମେ ଈଶ୍ୱରଙ୍କ ସନ୍ନିଧାନରେ ପ୍ରାର୍ଥନା କଲୁ ଓ ସେ ଆମର ବିନତି ପ୍ରତି କର୍ଣ୍ଣପାତ କଲେ। ଏହାପରେ ସେରେବିୟା, ହାସାବିୟା ଓ ସେମାନଙ୍କର 10 ଜଣ ଆତ୍ମୀୟ ବ୍ୟକ୍ତିଙ୍କ ସମେତ 12 ଜଣ ନେତୃସ୍ଥାନୀୟ ଯାଜକମାନଙ୍କୁ ମୁଁ ମନୋନୀତ କଲି। ରାଜା ତାଙ୍କର ଉପଦେଷ୍ଟାଗଣ ଓ ଶାସକ ବୃନ୍ଦ ଏବଂ ସେଠାରେ ବିଦ୍ୟମାନ ଇସ୍ରାଏଲୀୟ ଜନତା ଦ୍ୱାରା ଈଶ୍ୱରଙ୍କ ଆଳୟ ପାଇଁ ଉପହାର ସଦୃଶ ପ୍ରଦତ୍ତ ରୌପ୍ୟ ତଥା ସ୍ୱର୍ଣ୍ଣ ପାତ୍ରଗୁଡ଼ିକୁ ମୁଁ ଓଜନ କରି ସେମାନଙ୍କ ହସ୍ତରେ ସମର୍ପଣ କଲି। 650 ତାଲେନ୍ତ ରୌପ୍ୟ, 100 ତାଲେନ୍ତ ଓଜନ ବିଶିଷ୍ଟ ରୌପ୍ୟ ବାସନ, 100 ତାଲେନ୍ତ ସ୍ୱର୍ଣ୍ଣ, 1000 ଦାରିକ ଓଜନ ବିଶିଷ୍ଟ
20ଟି ସୁବର୍ଣ୍ଣ ପାତ୍ର ଓ ସ୍ୱର୍ଣ୍ଣ ସଦୃଶ ମୂଲ୍ୟବାନ ତଥା ଜାଜଲ୍ୟମାନ 2ଟି ପିତ୍ତଳ ପାତ୍ରକୁ ଓଜନ କରି ମୁଁ ସେମାନଙ୍କ ହସ୍ତରେ ସମର୍ପଣ କଲି। ତତ୍ପରେ ମୁଁ ସେମାନଙ୍କୁ କହିଲି, ତୁମେମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟ ଓ ଏହି ପାତ୍ରଗୁଡ଼ିକ ମଧ୍ୟ ପବିତ୍ର ଅଟେ। ଏ ସମସ୍ତ ରୌପ୍ୟ ତଥା ସ୍ୱର୍ଣ୍ଣ ପ୍ରଭୁ ତୁମ ପିତୃପୁରୁଷମାନଙ୍କର ଈଶ୍ୱରଙ୍କ ପ୍ରତି ସ୍ୱେଚ୍ଛାମୂଳକ ଉତ୍ସର୍ଗିତ ଉପହାର ଅଟେ। ଜେରୁସାଲେମସ୍ଥ ପ୍ରଭୁଙ୍କ ଆଳୟ ମଧ୍ୟବର୍ତ୍ତୀ ପ୍ରକୋଷ୍ଠ ସମୂହ ମଧ୍ୟରେ ମୁଖ୍ୟ ଯାଜକଙ୍କ, ଲେବୀୟମାନଙ୍କ ଓ ଇସ୍ରାଏଲୀୟ କୁଳପତିମାନଙ୍କ ସମ୍ମୁଖରେ ସେ ସମସ୍ତ ଓଜନ କରି ସମର୍ପଣ କରିବା ପର୍ଯ୍ୟନ୍ତ ତୁମେମାନେ ସେ ସମସ୍ତକୁ ନିଜ ସଙ୍ଗରେ ସାବଧାନରେ ରଖିବ। ସୁତରାଂ ସେହି ରୌପ୍ୟ, ସ୍ୱର୍ଣ୍ଣ ତଥା ପାତ୍ରଗୁଡ଼ିକୁ ଜେରୁସାଲେମସ୍ଥ ଆମ ଈଶ୍ୱରଙ୍କ ଆଳୟକୁ ନେଇ ଆସିବା ପାଇଁ ସେ ସମସ୍ତ ଓଜନ ହେଲା ପରେ ସେହି ଯାଜକ ଓ ଲେବୀୟମାନେ ଗ୍ରହଣ କଲେ। ଏହାପରେ ଆମେମାନେ ପ୍ରଥମ ମାସର ଦ୍ୱାଦଶ ଦିବସରେ ଆହାବା ନଦୀ ସମୀପରୁ ଜେରୁସାଲେମକୁ ଯାତ୍ରା ଆରମ୍ଭ କଲୁ। ଈଶ୍ୱରଙ୍କ ହସ୍ତ ଆମ ସହବର୍ତ୍ତୀ ଥିଲା ଓ ସେ ଆମକୁ ଶତ୍ରୁ ତଥା ପଥ ପାର୍ଶ୍ୱରେ ଛକି ବସିଥିବା ଲୋକଙ୍କ ହସ୍ତରୁ ରକ୍ଷା କଲେ। ଜେରୁସାଲେମକୁ ଆସିଲା ପରେ ଆମେ ସେଠାରେ 3 ଦିନ ଧରି ବିଶ୍ରାମ କଲୁ। ଚତୁର୍ଥ ଦିବସରେ ଆମ ପ୍ରଭୁଙ୍କ ଆଳୟରେ ସେହି ରୌପ୍ୟ, ସ୍ୱର୍ଣ୍ଣ ତଥା ପାତ୍ରଗୁଡ଼ିକ ଓଜନ କରି ଉରିଆର ପୁତ୍ର ଯାଜକ ମେରାମୋଥଙ୍କୁ ଦିଆଗଲା। ସେ ସମୟରେ ଫିନେହାସର ପୁତ୍ର ଏଲେଆସାର, ଲେବୀଗଣ, ଜେସୁଆର ପୁତ୍ର ଯୋସାବାଦ ଓ ବିନୁଇର ପୁତ୍ର ନୋଆଦିଆ ତା ସହ ଥିଲେ। ସେ ସମସ୍ତକୁ ଗଣନା ତଥା ଓଜନ କରାଗଲା ଓ ସେ ସମସ୍ତର ଓଜନ ଲିପିବଦ୍ଧ ହେଲା। ସେ ସମୟରେ ପ୍ରତ୍ୟାବର୍ତ୍ତିତ ପ୍ରବାସୀମାନେ ଇସ୍ରାଏଲର ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସମଗ୍ର ଇସ୍ରାଏଲ ପାଇଁ 12 ଗୋଟି ବଳଦ, 92ଟି ପୁଂ ମେଷ, 77ଟି ମେଷ ଶାବକକୁ ହୋମବଳି ଓ 12ଟି ପୁଂ ଛାଗକୁ ପାପ ପରିହାର ବଳି ରୂପେ ଉତ୍ସର୍ଗ କଲେ। ଏ ସମସ୍ତ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ହୋମବଳି ଥିଲା। ରାଜାଙ୍କ ଆଦେଶ ପତ୍ରକୁ ମଧ୍ୟ ସେମାନେ ନଦୀର ଅପର ପାର୍ଶ୍ୱସ୍ଥ ଅଞ୍ଚଳର ରାଜପ୍ରତିନିଧି ତଥା ଦେଶାଧିପତିମାନଙ୍କ ହସ୍ତରେ ସମର୍ପଣ କଲେ। ତହୁଁ ସେମାନେ ଜନତା ଓ ଈଶ୍ୱରଙ୍କ ଆଳୟ ପାଇଁ ସାହାଯ୍ୟ ପ୍ରଦାନ କଲେ। ଅଧ୍ୟାୟ 9 ମିଶ୍ର ବିବାହ ନିଷେଧ। ଏ ସମସ୍ତ କାର୍ଯ୍ୟ ସମାପ୍ତ ହେଲା ପରେ କେତେକ କର୍ମଚାରୀ ମୋର ସନ୍ନିକଟ ହୋଇ ମୋତେ କହିଲେ, ଦେଶବାସୀ ଜାତି ସମୂହ, କାନାନୀୟ, ହିତୀୟ, ପେରିସୀୟ, ଜେବୁସୀୟ, ଆମାନୀୟ, ମୋଆବୀୟ, ଇଜିପ୍ଟୀୟ ଓ ଆମୋରୀୟମାନଙ୍କ ଠାରୁ ଇସ୍ରାଏଲୀୟ ଜନତା, ଯାଜକ ଓ ଲେବୀୟମାନେ ପୃଥକ ନ ହୋଇ ସେମାନଙ୍କର ଘୃଣ୍ୟ କାର୍ଯ୍ୟରେ ଲିପ୍ତ ହୋଇ ରହିଛନ୍ତି। କାରଣ ସେମାନେ ନିଜ ପାଇଁ ଓ ନିଜ ପୁତ୍ରମାନଙ୍କ ପାଇଁ ସେହି ଜାତିଗୁଡ଼ିକର କନ୍ୟାମାନଙ୍କୁ ପତ୍ନୀ ରୂପେ ଗ୍ରହଣ କରିଥିଲେ। ଏହିପରି ପବିତ୍ର ଗୋଷ୍ଠୀ ଦେଶବାସୀ ଜାତି ସହ ମିଶ୍ରିତ ହୋଇଛି। ଏହି ଅବିଶ୍ୱସ୍ତତାରେ ଶାସନକର୍ତ୍ତା ଓ ପ୍ରମୁଖ ବ୍ୟକ୍ତିମାନେ ସର୍ବାଗ୍ରବର୍ତ୍ତୀ ଥିଲେ। ଏହା ଶୁଣି ମୁଁ ନିଜ ପରିହିତ ବସ୍ତ୍ର ତଥା ବାଦର ଛିନ୍ନ କଲି ଓ ମସ୍ତକ ତଥା ଦାଢ଼ିର କେଶକୁ ଛିଣ୍ଡାଇ ସ୍ତମ୍ଭୀଭୂତ ହୋଇ ଉପବିଷ୍ଟ ହେଲି। ଇସ୍ରାଏଲର ଈଶ୍ୱରଙ୍କ ବଚନ ପ୍ରତି ଭୟଭକ୍ତି ପ୍ରଦର୍ଶନ କରିଥିବା ସମସ୍ତେ ପ୍ରତ୍ୟାବର୍ତ୍ତିତ ପ୍ରବାସୀମାନଙ୍କର ସେହି ଅବିଶ୍ୱସ୍ତତା ସକାଶେ ମୋର ଚତୁଃପାର୍ଶ୍ୱରେ
ସମବେତ ହେଲେ। ସାୟଂକାଳୀନ ବଳିର ଉତ୍ସର୍ଗ ସମୟ ପର୍ଯ୍ୟନ୍ତ ମୁଁ ସେହି ସ୍ତମ୍ଭୀଭୂତ ଅବସ୍ଥାରେ ଉପବିଷ୍ଟ ହୋଇ ରହିଲି। ସାୟଂକାଳୀନ ବଳିର ଉତ୍ସର୍ଗ ସମୟରେ ମୋର ଉପବାସରୁ ଉଠି ସେହି ଛିନ୍ନ ପୋଷାକ ତଥା ଚାଦର ପରିହିତ ହୋଇ ଜାନୁପାତ ପୂର୍ବକ ପ୍ରଭୁ ମୋର ଈଶ୍ୱରଙ୍କୁ ହସ୍ତ ଉତ୍ତୋଳନ କରି ମୁଁ ଏହିପରି ପ୍ରାର୍ଥନା କଲି। ହେ ଈଶ୍ୱର, ମୁଁ ଲଜ୍ଜିତ ତୁମ ସନ୍ନିଧାନକୁ, ହେ ମୋର ଈଶ୍ୱର, ମୋର ମୁଖ ଉଠାଇବା ପାଇଁ ମଧ୍ୟ ମୁଁ ଲଜ୍ଜିତ। କାରଣ ଆମମାନଙ୍କ ଅପରାଧ ସମୂହ ଆମ ମସ୍ତକର ଊର୍ଦ୍ଧ୍ୱ ପର୍ଯ୍ୟନ୍ତ ଉଠିଅଛି ଓ ଆମ ଦୋଷ ସ୍ୱର୍ଗସ୍ଥ ତୁମ ସନ୍ନିଧାନ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଆମେ ପିତୃପୁରୁଷମାନଙ୍କ କାଳଠାରୁ ଅଦ୍ୟାବଧି ଆମେ ଘୋର ପାପ କରିଅଛୁ। ଆମ ଦୋଷ ଯୋଗୁଁ ଆମେମାନେ, ଆମର ରାଜାଗଣ ଓ ଯାଜକମାନେ ଆଜି ସଂଗଠିତ ହେଉଥିବା ଭଳି ଅନ୍ୟ ରାଜାମାନଙ୍କ ହସ୍ତରେ ଖଡ୍ଗର ଶିକାର, ପ୍ରବାସ ଜୀବନ ତଥା ଉପହାସର ପାତ୍ର ହେବା ପାଇଁ ସମର୍ପିତ ହୋଇଅଛୁ। କିନ୍ତୁ ବର୍ତ୍ତମାନ ଆମ ମଧ୍ୟରୁ ଏହି ଅବଶିଷ୍ଟାଂଶକୁ ରକ୍ଷା କରିବା ପ୍ରଭୁ ଆମ ଈଶ୍ୱରଙ୍କ ଏହି ପବିତ୍ର ସ୍ଥାନରେ ଆମକୁ ଆଶ୍ରୟ ଦେଇ କ୍ଷଣକାଳ ବ୍ୟାପୀ ଆମ ଚକ୍ଷୁକୁ ତେଜମୟ କରିବା ଓ ଆମ ପ୍ରବାସ ଜୀବନରୁ ଆଶ୍ୱାସନା ପ୍ରଦାନ କରିବା ପାଇଁ ପ୍ରଭୁ ଆମ ଈଶ୍ୱର ସଦୟ ହୋଇଛନ୍ତି। ଆମେମାନେ ଦାସ, ତଥାପି ଆମ ଈଶ୍ୱର ଆମମାନଙ୍କୁ ଆମ ଦାସତ୍ୱ ଜୀବନରୁ ଉପେକ୍ଷା କଲେ ନାହିଁ। ବରଂ ସେ ନିଜର ନିରନ୍ତର ସ୍ନେହକୁ ପାରସ୍ୟର ରାଜାଙ୍କ ସମ୍ମୁଖରେ ଆମ ପ୍ରତି ପ୍ରଦର୍ଶନ କଲେ। ଆମ ଈଶ୍ୱରଙ୍କ ଆଳୟର ଧ୍ୱଂସାବସ୍ଥାରୁ ତାହାକୁ ପୁନର୍ନିର୍ମାଣ କରିବା ପାଇଁ ସେ ଆମକୁ ଉଦ୍ଦିଷ୍ଟ କଲେ ଓ ଜୁଦା ଏବଂ ଜେରୁସାଲେମରେ ଆମର ସଂରକ୍ଷଣ କଲେ। ବର୍ତ୍ତମାନ ହେ ଆମମାନଙ୍କ ଈଶ୍ୱର, ଏ ସମସ୍ତ କାର୍ଯ୍ୟ ପରେ ଆମେ ଆଉ କ'ଣ କହିପାରିବା? କାରଣ ଆମେ ତୁମର ଆଜ୍ଞାବଳୀ ଉପେକ୍ଷା କଲୁ, ଯେଉଁମାନଙ୍କ ମାଧ୍ୟମରେ ତୁମେ ସେହି ଆଜ୍ଞାବଳୀ ପ୍ରଦାନ କଲ। ସେହି ତୁମ ଦାସ ପ୍ରବକ୍ତାମାନଙ୍କୁ ତୁମେ କହିଥିଲ, ଉତ୍ତରାଧିକାରୀ ରୂପେ କରାୟତ୍ତ କରିବା ପାଇଁ ତୁମେମାନେ ଯେଉଁ ଦେଶରେ ପ୍ରବେଶ କରିବାକୁ ଉଦ୍ୟତ, ସେହି ଦେଶବାସୀମାନଙ୍କ ଦ୍ୱାରା ସମ୍ପାଦିତ ଘୃଣ୍ୟ କାର୍ଯ୍ୟକଳାପ ଜରିଆରେ ସେହି ଦେଶ ଅପବିତ୍ର ଅଟେ। ସେମାନଙ୍କ ଦ୍ୱାରା ସମ୍ପାଦିତ ଘୃଣ୍ୟ କାର୍ଯ୍ୟକଳାପ ମାଧ୍ୟମରେ ସେମାନେ ଦେଶଟିକୁ ଏକ ପ୍ରାନ୍ତ ଠାରୁ ଅପର ପ୍ରାନ୍ତ ପର୍ଯ୍ୟନ୍ତ ଭରି ଦେଇଅଛନ୍ତି। ସୁତରାଂ ତୁମର କନ୍ୟାମାନଙ୍କୁ ସେମାନଙ୍କର ପୁତ୍ରମାନଙ୍କର ପତ୍ନୀ ରୂପେ କିମ୍ବା ସେମାନଙ୍କର କନ୍ୟାମାନଙ୍କୁ ତୁମ ପୁତ୍ରମାନଙ୍କର ପତ୍ନୀ ରୂପେ ତୁମେ କଦାପି ମନୋନୀତ କର ନାହିଁ। ସେମାନଙ୍କ ଶାନ୍ତି ସ୍ଥାପନ କରିବା କିମ୍ବା ସେମାନଙ୍କ ସମୃଦ୍ଧିରେ ଅଂଶୀଦାର ହେବା ପାଇଁ ସନ୍ଧାନ କର ନାହିଁ। ତୁମେ ଯେପରି ଶକ୍ତିଶାଳୀ ହୁଅ ଓ ଦେଶଟିକୁ ଅଧିକାର କରି ଦେଶୋତ୍ପନ୍ନ ବିଭବକୁ ଭକ୍ଷଣ କଲ, ତୁମ ବଂଶଧରମାନଙ୍କୁ ତାହା ଏକ ଶାଶ୍ୱତ ଉତ୍ତରାଧିକାରାଂଶ ରୂପେ ପ୍ରଦାନ କରିପାର। ସେଥିପାଇଁ ସେମାନଙ୍କର ଶାନ୍ତି ତଥା ସମୃଦ୍ଧି କାମନା କରିବ ନାହିଁ। ଆମର ମନ୍ଦ କାର୍ଯ୍ୟ ତଥା ମହା ଅପରାଧ ହେତୁ ଯେଉଁ ସମସ୍ତ ଘଟଣା ଆମ ପ୍ରତି ସଂଘଟିତ ହୋଇଛି, ଆମ ଦୋଷ ଯୋଗୁଁ ଯେଉଁ ସମୁଚିତ ଦଣ୍ଡ ପାଇବାକୁ ଆମେ ଯୋଗ୍ୟ ଥିଲୁ, ତୁମେ ହେ ଈଶ୍ୱର ସେଥିରୁ ନ୍ୟୁନତର ଦଣ୍ଡାଜ୍ଞା ଦେଇ ଆମ ପ୍ରତି ଶାସ୍ତି ବିଧାନ କରିଅଛ। ତାହା ବ୍ୟତୀତ ତୁମେ ଆମ ମଧ୍ୟରୁ ଏକ ଅବଶିଷ୍ଟାଂଶକୁ ମଧ୍ୟ ସଂରକ୍ଷଣ କରିଅଛ। ତାହା ହେଲେ ଆମେମାନେ ପୁନର୍ବାର ତୁମର ଆଜ୍ଞାବଳୀ ଲଙ୍ଘନ କରି
ଏଭଳି ଘୃଣ କାର୍ଯ୍ୟ କରିଥିବା ଜାତି ସମୂହ ସହ ବିବାହ ବନ୍ଧନରେ ପ୍ରବେଶ କରିବା କ'ଣ ଉଚିତ? ତେବେ ଆମ ମଧ୍ୟରୁ ଯେପରି କେହି ରକ୍ଷା ପାଇ ନପାରେ କିମ୍ବା ଅବଶିଷ୍ଟ ହୋଇ ରହି ନପାରେ, ସେଥିସକାଶେ ତୁମେ କ'ଣ କ୍ରୋଧାନ୍ୱିତ ହୋଇ ଆମମାନଙ୍କୁ ବିନଷ୍ଟ କରିବ ନାହିଁ? ପ୍ରଭୁ ହେ ଇସ୍ରାଏଲର ଈଶ୍ୱର, ତୁମେ ନ୍ୟାୟବାନ। ରକ୍ଷା ପାଇଥିବା ଏକ ଅବଶିଷ୍ଟାଂଶ ରୂପେ ଆମେ ଆଜି ପରିତ୍ୟକ୍ତ ହୋଇ ରହିଅଛୁ। ଦେଖ, ଆମେମାନେ ତୁମ ସନ୍ନିଧାନରେ ପାପ ଭାରରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡାୟମାନ ହୋଇଛୁ, କାରଣ ଏ ସମସ୍ତ ହେତୁ କେହି ତୁମ ସନ୍ନିଧାନରେ ଦଣ୍ଡାୟମାନ ହେବା ପାଇଁ ଯୋଗ୍ୟ ନୁହେଁ। ଅଧ୍ୟାୟ 10। ଏସ୍ରା ଏହିପରି ଭାବେ ଦେବାଳୟ ସମ୍ମୁଖରେ ପ୍ରଣିପାତ ପୂର୍ବକ ବିଳାପ ତଥା ପାପ ସ୍ୱୀକାର କରୁଥିବା ବେଳେ ପୁରୁଷ, ନାରୀ, ଶିଶୁଗଣ ପ୍ରଭୃତି ଏକ ବିଶାଳ ଇସ୍ରାଏଲୀୟ ଜନତା ତାଙ୍କର ଚତୁଃପାର୍ଶ୍ୱରେ ଏକତ୍ରିତ ହେଲେ। ସେମାନେ ଗଭୀର ଶୋକ ପ୍ରକାଶ କରି ବିଳାପ କଲେ। ସେ ସମୟରେ ଏଲାମ ବଂଶଜ ଜେହିଏଲର ପୁତ୍ର ସେଖାନିଆ ଏସ୍ରାଙ୍କୁ ସମ୍ବୋଧନ କରି କହିଲା, ଆମ ଈଶ୍ୱରଙ୍କ ବିରୁଦ୍ଧରେ ଅବିଶ୍ୱସ୍ତତା ପ୍ରଦର୍ଶନ କରି ଆମେ ଏହି ଦେଶବାସିନୀ ନାରୀମାନଙ୍କୁ ବିବାହ କଲୁ। ତଥାପି ବର୍ତ୍ତମାନ ସୁଦ୍ଧା ଏ ବିଷୟ ସମ୍ପର୍କରେ ଇସ୍ରାଏଲ ପ୍ରତି ଆସ୍ଥା ରହିଛି। ମୋର ମୁନିବଙ୍କର ଓ ଯେଉଁମାନେ ଆମ ଈଶ୍ୱରଙ୍କ ଆଜ୍ଞାବଳୀ ପ୍ରତି ଭୟଭକ୍ତି ପ୍ରଦର୍ଶନ କରନ୍ତି, ସେମାନଙ୍କ ଉପଦେଶ ମୁତାବକ ଏ ସମସ୍ତ ପତ୍ନୀ ତଥା ସେମାନଙ୍କଠାରୁ ଜାତ ସନ୍ତାନମାନଙ୍କୁ ପରିତ୍ୟାଗ କରିବା ନିମନ୍ତେ ଆମ ଈଶ୍ୱରଙ୍କ ସହ ଆମେ ଏକ ବ୍ୟବସ୍ଥା ସ୍ଥାପନ କରିବା। ବିଧାନର ଆଦେଶ ଅନୁସାରେ ତାହା ସମ୍ପାଦନ କରିବା ଉଠ, କାରଣ ଏପରି କାର୍ଯ୍ୟ କରିବା ତୁମର କର୍ତ୍ତବ୍ୟ ହେବ ଓ ଆମେ ତୁମର ସହବର୍ତ୍ତୀ ହେବ। ସାହସପୂର୍ବକ ଏହା କର। ତହୁଁ ଏସ୍ରା ଉଠିଲେ ଓ ପ୍ରମୁଖ ଯାଜକବୃନ୍ଦ, ଲେବୀୟମାନ ତଥା ସମସ୍ତ ଇସ୍ରାଏଲୀୟ ଜନତାକୁ ଶପଥ କରିବାକୁ ପ୍ରରୋଚନା ଦେଲେ ଏବଂ ତଦନୁରୂପ କାର୍ଯ୍ୟ କରିବାକୁ ସେମାନେ ଶପଥପୂର୍ବକ ପ୍ରତିଜ୍ଞାନୁବଦ୍ଧ ହେଲେ। ଏହାପରେ ଦେବାଳୟ ସମ୍ମୁଖରୁ ପ୍ରସ୍ଥାନ କରି ଏଲିଆସିବର ପୁତ୍ର ଜେହୋହାନାଇର କକ୍ଷକୁ ଏସ୍ରା ଗଲେ। ପ୍ରବାସୀମାନଙ୍କ ଅବିଶ୍ୱସ୍ତତା ସକାଶେ ବିଳାପ କରିଥିବା ଯୋଗୁଁ ସେ ସେଠାରେ ରୁଟି ଭୋଜନ କିମ୍ବା ଜଳପାନ ନ କରି ରାତ୍ରି ଯାପନ କଲେ। ଏହାପରେ ପ୍ରତ୍ୟାବର୍ତ୍ତିତ ସମସ୍ତ ପ୍ରବାସୀ ଯେପରି ଜେରୁସାଲେମରେ ଏକତ୍ରିତ ହୁଅନ୍ତି, ସେଥିସକାଶେ ଜୁଦା ଓ ଜେରୁସାଲେମ ତମାମ ଏକ ଘୋଷଣା କରାଗଲା ଯେ ଯେଉଁମାନେ 3 ଦିନ ମଧ୍ୟରେ ଆସି ଉପସ୍ଥିତ ହୋଇ ନଥିବେ, ସେମାନଙ୍କର ସମସ୍ତ ସମ୍ପଦ, ଅଧିପତି ତଥା ବୟୋଜ୍ୟେଷ୍ଠମାନଙ୍କର ଆଦେଶ ମୁତାବକ ବାଜ୍ୟାପ୍ତ କରାଯିବ ଓ ସେମାନେ ପ୍ରବାସୀମାନଙ୍କର ମଣ୍ଡଳୀରୁ ବହିଷ୍କୃତ ହେବେ। ସୁତରାଂ ସେହି ଦିବସତ୍ରୟ ମଧ୍ୟରେ ଜୁଦା ଓ ବେଞ୍ଜାମିନ ଗୋଷ୍ଠୀର ସମସ୍ତ ବ୍ୟକ୍ତି ଜେରୁସାଲେମରେ ଉପସ୍ଥିତ ହେଲେ। ତାହା ନବମ ମାସର 22ତମ ଦିବସ ଥିଲା। ଭୟଭୀତ ତଥା ବୃଷ୍ଟିପାତ ଯୋଗୁଁ କମ୍ପିତ ହୋଇ ସେମାନେ ଦେବାଳୟ ସମ୍ମୁଖସ୍ଥ ଖୋଲା ପ୍ରାଙ୍ଗଣରେ ସମବେତ ହେଲେ। ଯାଜକ ଏସ୍ରା ଦଣ୍ଡାୟମାନ ହୋଇ ସେମାନଙ୍କୁ କହିଲେ, ତୁମେମାନେ ନିୟମ ଲଙ୍ଘନ କରି ବିଦେଶୀ ନାରୀମାନଙ୍କୁ ବିବାହ କରିଅଛ ଓ ତଦ୍ୱାରା ଇସ୍ରାଏଲର ଦୋଷ ଭାରକୁ ପରିବର୍ତ୍ତିତ କରିଅଛ। ସୁତରାଂ ବର୍ତ୍ତମାନ ପ୍ରଭୁ ତୁମ ପିତୃପୁରୁଷମାନଙ୍କ ଈଶ୍ୱରଙ୍କ ସନ୍ନିଧାନରେ ପାପ ସ୍ୱୀକାର କରି ତାହାଙ୍କର ଇଚ୍ଛା ପାଳନ କର। ତୁମେମାନେ
ଏହି ଦେଶବାସୀ ଜନତା ଓ ବିଦେଶୀ ପତ୍ନୀମାନଙ୍କ ଠାରୁ ନିଜକୁ ପୃଥକ କର। ସେ ସମୟରେ ସମସ୍ତ ଜନମଣ୍ଡଳୀ ଉଚ୍ଚ ସ୍ୱରରେ ପ୍ରତ୍ୟୁତ୍ତର ଦେଲେ, ସେହିପରି କରାଯାଉ। ତୁମର କଥାନୁଯାୟୀ ଆମେ କରିବୁ। କିନ୍ତୁ ଆମେମାନେ ସଂଖ୍ୟାଧିକ ଜନତା ଅଟୁ ଓ ବର୍ତ୍ତମାନ କଠୋର ବୃଷ୍ଟିପାତର ସମୟ ଉପସ୍ଥିତ। ଆମେମାନେ ଏହି ଖୋଲା ସ୍ଥାନରେ ଦଣ୍ଡାୟମାନ ହୋଇ ରହିପାରିବୁ ନାହିଁ। ଏହା 1 ବା 2 ଦିନ ମଧ୍ୟରେ ସମାପ୍ତ ହୋଇପାରୁଥିବା କାର୍ଯ୍ୟ ନୁହେଁ, କାରଣ ଆମେ ଏହି ବିଷୟରେ ଘୋର ପାପ କରିଅଛୁ। ଆମର ଅଧିପତିଗଣ ଜନମଣ୍ଡଳୀର ପ୍ରତିନିଧିତ୍ୱ କରନ୍ତୁ। ଏହି ବିଷୟରେ ଆମ ବିରୁଦ୍ଧରେ ଈଶ୍ୱରଙ୍କ ପ୍ରଚଣ୍ଡ କୋପ ଶାନ୍ତ ହେବା ପର୍ଯ୍ୟନ୍ତ ବିଦେଶୀ ନାରୀମାନଙ୍କୁ ବିବାହ କରିଥିବା ନଗରୀବାସୀ ବ୍ୟକ୍ତିମାନେ ସେମାନଙ୍କ ନଗର ବୟୋଜ୍ୟେଷ୍ଠ ତଥା ନ୍ୟାୟାଧୀଶମାନଙ୍କ ସହିତ ନିର୍ଦ୍ଦିଷ୍ଟ ସମୟରେ ଏହିଠାକୁ ଆସନ୍ତୁ। କେବଳ ଆସାହେଲର ପୁତ୍ର ଜୋନାଥନ ଓ ତିକ୍ବାର ପୁତ୍ର ଯାହସିଆ ଏହି ପରାମର୍ଶକୁ ବିରୋଧ କଲେ। ମେସୁଲାଇ ଓ ଲେବୀୟ ସାବେଥାଇ ସେମାନଙ୍କୁ ସମର୍ଥନ କଲେ। ସୁତରାଂ ପ୍ରତ୍ୟାବର୍ତ୍ତିତ ପ୍ରବାସୀମାନେ ସେହିପରି କଲେ। ଯାଜକ ଏସ୍ରା ପିତୃକୁଳ ଅନୁସାରେ ଲୋକମାନଙ୍କୁ ମନୋନୀତ କରି ପ୍ରତ୍ୟେକ ବ୍ୟକ୍ତିର ନାମ ଲିପିବଦ୍ଧ କରି ରଖିଲେ। 10ମ ମାସର ପ୍ରଥମ ଦିବସରେ ସେମାନେ ଏହି ବିଷୟ ଅନୁସନ୍ଧାନ କରିବା ପାଇଁ ଆସୀନ ହେଲେ ଓ ପ୍ରଥମ ମାସର ପ୍ରଥମ ଦିବସ ଉପସ୍ଥିତ ହେବା ସମୟରେ ସେମାନେ ବିଦେଶୀ ନାରୀମାନଙ୍କୁ ବିବାହ କରିଥିବା ସମସ୍ତ ବ୍ୟକ୍ତିଙ୍କର ବିଚାର ରାୟ ସମ୍ପୂର୍ଣ୍ଣ କଲେ। ଯାଜକ ପୁତ୍ରମାନଙ୍କ ମଧ୍ୟରୁ ବିଦେଶୀ ନାରୀମାନଙ୍କୁ ବିବାହ କରିଥିବା ବ୍ୟକ୍ତିଗଣ ଯୋସାଦକର ପୁତ୍ର ଯୋଶୁଆ ଓ ତାର ଭ୍ରାତାମାନଙ୍କ ବଂଶଜ ମାସେଇଆ, ଏଲିଏସର, ଜାରିବ ଓ ଗେଦାଇଆ। ସେମାନେ ନିଜ ନିଜର ପତ୍ନୀମାନଙ୍କୁ ତ୍ୟାଗ କରିବା ପାଇଁ ପ୍ରତିଜ୍ଞା କଲେ ଓ ପାପ ପରିହାର ବଳି ସଦୃଶ୍ୟ ପୋଲ ମଧ୍ୟରୁ ଗୋଟିଏ ପୁଂମେଷ ଉତ୍ସର୍ଗ କଲେ। ସେହିପରି ଇମେରର ପୁତ୍ରମାନଙ୍କ ମଧ୍ୟରୁ ହାନାନି ଓ ସେବାଦିଆ, ହାରିମର ପୁତ୍ରମାନଙ୍କ ମଧ୍ୟରୁ ମାସେଇଆ, ଏଲିଜା, ସେମେଇଆ, ଜେହିଏଲ ଓ ଉସିଏଲ। ପାସହୁରର ପୁତ୍ରମାନଙ୍କ ମଧ୍ୟରୁ ଏଲିୟନାଇଲ, ମାସେଇଆ, ଇସମାଏଲ, ନେଥାନେଲ, ଯୋସାବାଦ ଓ ଏଲାସା। ଲେବୀୟମାନଙ୍କ ମଧ୍ୟରୁ ଯୋସାବାଦ, ସିମେଇ, କେଲାଇଆ ଅର୍ଥାତ୍ କେଲିତା, ପେତାହିଆ, ଜୁଦା ଓ ଏଲିଏସର। ଗାୟକମାନଙ୍କ ମଧ୍ୟରୁ ଏଲିଆସିବ। ଦ୍ୱାରରକ୍ଷୀମାନଙ୍କ ମଧ୍ୟରୁ ସାଲୁମ, ତେଲେମ ଓ ଉରି। ଇସ୍ରାଏଲୀୟ ଜନତା ମଧ୍ୟରୁ ପାରସର ପୁତ୍ରମାନଙ୍କ ମଧ୍ୟରୁ ରାମିଆ, ଇସିଆ, ମାଲଖିଆ, ମିଜାମିମ, ଏଲିଆସାର, ହାସାବିଆ ଓ ବେନାଇଆ। ଏଲାମର ପୁତ୍ରମାନଙ୍କ ମଧ୍ୟରୁ ମାତାନିଆ, ସେଖାରିଆ, ଜେହିଏଲ, ଆବ୍ଦି, ଜେରେମତ ଓ ଏଲିଜା। ସାତୁର ପୁତ୍ରମାନଙ୍କ ମଧ୍ୟରୁ ଏଲିଜୟନାଇଲ, ଏଲିଆସିବ, ମାତାନିଆ, ଜେରମତ, ସାବାଦ ଓ ଆସିସା। ପେନାଇଆର ପୁତ୍ରମାନଙ୍କ ମଧ୍ୟରୁ ଜେହୋହାନାନ, ହାନାନିଆ, ସାବାଇ ଓ ଆଥଲାଇ। ବାନିର ପୁତ୍ରମାନଙ୍କ ମଧ୍ୟରୁ ମେସୁଲାମ,
ମାଲୁକ, ଆଦାଇୟା, ଜାସୁବ, ସିଆଲ ଓ ଜେରେମତ। ପାହାତ ମୋଆବର ପୁତ୍ରମାନଙ୍କ ମଧ୍ୟରୁ ଆଦନା, କେଲାଲ, ବେନାଇୟା, ମାସେଇୟା, ମାତାନିୟା, ବେସାଲେଲ, ବେନୁଇ ଓ ମାନସେ। ହାରିମର ପୁତ୍ରମାନଙ୍କ ମଧ୍ୟରୁ ଏଲିଏସେର, ଇସିୟା, ମାଲଖିୟା, ସେମାଇୟା, ସିମେୟନ, ବେଞ୍ଚମିନ, ମାଲୁକ ଓ ସେମାରିୟା। ହାସୁମର ପୁତ୍ରମାନଙ୍କ ମଧ୍ୟରୁ ମାତେନାଇ, ମାତାତା, ସାବାଦ, ଏଲିଫେଲେତ, ଜେରେମାଇ, ମାନସେ ଓ ସିମେଇ। ବାନିର ପୁତ୍ରମାନଙ୍କ ମଧ୍ୟରୁ ମାଦାଇ, ଆମ୍ରାମ, ଉଏଲ, ବେନାଇୟା, ବେଦେଇୟା, କେଲୁହି, ବାନିୟା, ମେରେମୋତ, ଏଲିଆବସିବ, ମାତାନିୟା, ମାତେନାଇ ଓ ଜାସୁ। ବିନୁଇର ପୁତ୍ରମାନଙ୍କ ମଧ୍ୟରୁ ସିମେଇ, ସେମେଲିୟା, ନାଥାନ, ଆଦାଇୟା, ମାଖନାବ ଦେବାଇ, ସାସାଇ, ସାରାଇ, ଆସାରେଲ, ସେଲେମିୟା, ସେମାରିୟା, ସାଲୁମ, ଆମାରିୟା ଓ ଯୋସେଫ। ବେନର ପୁତ୍ରମାନଙ୍କ ମଧ୍ୟରୁ ଜେଇଏଲ, ମାତିତିୟା, ସାବାଦ, ସେବିନା, ଜାଦାୟତ, ଜୋଏଲ ଓ ବେନାଇୟା। ଏମାନେ ସମସ୍ତେ ବିଦେଶୀ ନାରୀମାନଙ୍କୁ ବିବାହ କରିଥିଲେ। ସେମାନେ ନିଜ ନିଜ ପତ୍ନୀ ତଥା ସନ୍ତାନମାନଙ୍କୁ ପରିତ୍ୟାଗ କଲେ।